ଅତି ବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ। ଅତି ବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ରାଉରକେଲାର ଛେଣ୍ଡ କଳିଙ୍ଗ ବିହାର ସ୍ଥିତ ନୋ ପ୍ରେସ୍କ୍ରିପ୍ସନ୍ ପଏଣ୍ଟଠାରେ ସ୍ୱସ୍ତି ସାହିତ୍ୟ ସଂସଦ ଦ୍ୱାରା ଆୟୋଜିତ ଓଡ଼ିଆ ଜାତିର ପ୍ରାତ ସ୍ମରଣୀୟ ସିଦ୍ଧ ସାଧକ ଓଡ଼ିଆ ଭାଗବତର ସ୍ରଷ୍ଟା ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସଂସଦର ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଭାପତିତ୍ୱ ଓ ଶିକ୍ଷାବିତ୍ ରାଜକୁମାର ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ କରୁଣାକର ପାଟ୍ସାଣୀ ବିଷୟବସ୍ତୁ ଉପରେ ପ୍ରାକ୍ କଥନ ରଖିଥିଲେ। ପରେ ସମ୍ମାନିତ ଅତିଥି ପ୍ରାକ୍ତନ ଅଧ୍ୟାପକ ଡକ୍ଟର ଅଶ୍ୱିନୀ କୁମାର ରାୟ ଜଗନ୍ନାଥ ଦାସଙ୍କ ଜୀବନୀ ଓ ଭାଗବତ କବିଙ୍କ ଶ୍ରେଷ୍ଠ ରଚନା ବୋଲି ମତ ଦେଇଥିଲେ। ଏହା ସହ ନୈତିକ ଜୀବନ ଗଠନ କରିବା ଦିଗରେ ଭାଗବତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ। ଆଲୋଚକ କବି ରାଜୀବ ପାଣି ଏକ ମାର୍ମିକ ଆଲୋଚନା କରି କହିଲେ ଯେ ଜ୍ଞାନ ଓ ତତ୍ତ୍ୱ ଦୃଷ୍ଟିରୁ ଭାଗବତ ବେଶ୍ ସମୃଦ୍ଧ। ଭାଗବତରେ ସାହିତ୍ୟର ସୁନ୍ଦର ବୋଧ ସହ ବୈଷ୍ଣବମାନଙ୍କର ଶ୍ରେଷ୍ଠ ଗ୍ରନ୍ଥ ଓ ଜୀବନ ଜୀଇଁବା ସାମ୍ବିଧାନିକ ନୀତିନିୟମ ବେଦ ବୋଲି ମତ ରଖିଥିଲେ। ଏହା ସହ ଜ୍ଞାନ ଯୋଗ ଭକ୍ତି ଯୋଗ ସୁଖଦେବ ସଂସ୍କୃତିରୁ ଓଡ଼ିଆ ଭାଗବତର ଭାଗବତ ଅନୁବାଦ ଜଗନ୍ନାଥ ଦାସଙ୍କ 38 ଖଣ୍ଡ ପୁସ୍ତକ ସମ୍ପର୍କରେ ସେ ସମ୍ୟକ୍ ଧାରଣା ଦେଇଥିଲେ। ମୁଖ୍ୟ ଅତିଥି ବିଷୟ ବିଶେଷଜ୍ଞ ଡାକ୍ତର ପ୍ରଫୁଲ୍ଲ କୁମାର ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ ରାଧାକୃଷ୍ଣଙ୍କ ହାସ୍ୟରସରୁ ଭାଗବତ ସୃଷ୍ଟି। ଭାଗବତ ହେଉଛି ଭଗବାନ ଓ ଭକ୍ତଙ୍କ ମଧ୍ୟରେ ସମ୍ପର୍କର ସେତୁ ସଦୃଶ। ଏହା ସହ ବିଭିନ୍ନ ଶ୍ଳୋକ ମାଧ୍ୟମରେ ଭାଗବତର ଗୋଟିଏ ଶ୍ଳୋକ ନିର୍ଯାସ କଳି ଓ ପରୀକ୍ଷିତ ରାଜା ଗୋପାଙ୍ଗନା ଓ କୃଷ୍ଣଙ୍କ ସ୍ୱାତିକ ପ୍ରେମ ଭାଗବତର 4ଟି ଶ୍ଳୋକ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ଡକ୍ଟର ସୁଶାନ୍ତ ପାଣି ଭାଗବତର ପ୍ରଥମ ଅଧ୍ୟାୟ ପାଠ କରିଥିଲେ। ଶେଷରେ ନୋ ପ୍ରେସ୍କ୍ରିପ୍ସନ୍ ପଏଣ୍ଟର ମୁଖ୍ୟ ଡାକ୍ତର ବିଶ୍ୱଜିତ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଚିନ୍ମୟୀ ପୁରୋହିତ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ନିରୁପମା ପତି, ଜ୍ୟୋତ୍ସ୍ନାରାଣୀ ପାତ୍ର, ଡକ୍ଟର କିଶୋରୀ ଦାସ, ଶର୍ମିଷ୍ଠା କବି ଶତପଥୀ, ଡକ୍ଟର ଶକ୍ତିପ୍ରସାଦ ସାମନ୍ତରାୟ, ଶଙ୍କର ପ୍ରସାଦ ତ୍ରିପାଠୀ, ନବଘନ ସାହୁ, ଜି.ବି. ପଟ୍ଟନାୟକ, କିଶୋରୀ ମୋହନ କର, ନିରଦ ଭୂଷଣ ପଟ୍ଟନାୟକ, କୁଞ୍ଜବିହାରୀ ରାଉତ, ଅଜୟ କୁମାର ମହାନ୍ତି, ମନୋରଞ୍ଜନ ଦାସ, ଭବେନ୍ଦ୍ର ସାହୁ, ପ୍ରଫୁଲ୍ଲ ସାମଲ, ବିଭୂତିଭୂଷଣ ଦାସ, ସୁରେଶ ଚନ୍ଦ୍ର ମହାପାତ୍ର, ଅକ୍ଷୟ କୁମାର ଦାସ, ହରିହର ଶତପଥୀ, ଏସ୍ ପାଣି, ଲକ୍ଷ୍ମଣନାଥ ଦାସ, ହୃଷିକେଶ ବଳିଆର ସିଂ, ବଦ୍ରିନାରାୟଣ ପାଢ଼ୀ, ରମାକାନ୍ତ ପାଣ୍ଡେ, ବିଜୟାନନ୍ଦ ଅଗ୍ରୱାଲ, ବିଶ୍ୱନାଥ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ। ଯେଉଁମାନେ ମୋତେ ପାଇବା ପାଇଁ ତାଙ୍କର ଯେ ସବୁଠାରୁ ଜଟିଳ ଘରର ଯେଉଁ କାମ ଏବଂ ପରିବାରର ଯେଉଁ ଦାୟିତ୍ୱ ସବୁକୁ ପଦାଘାତ କରି ମୋ ପାଖକୁ ଚାଲି ଆସିଛନ୍ତି, ସେମାନଙ୍କର ଋଣ ମୁଁ ଶୁଝି ପାରିବିନି। ବ୍ରହ୍ମା ନିଜେ ଗୋପାଙ୍ଗନାଙ୍କ ପୁରା ଈର୍ଷାନ୍ୱିତ ହେଇଥିଲେ। ଅହୋତି ଧନ୍ୟା ବ୍ରଜ ଗୌରମନ୍ୟ, ହେ ବ୍ରଜର ଯେଉଁ ଗାଈ ଆଉ ଯେଉଁ ସ୍ତ୍ରୀ ମାନେ ଅଛନ୍ତି, ଆପଣମାନେ ପ୍ରକୃତରେ ଧନ୍ୟ। ଧନ୍ୟାମୃତଂ ପୀତମତିପତେ ମୁଦା, ଗୋଟିଏ ଛୁଆ ଯଦି ମା ଠାରୁ କ୍ଷୀର ପିଏ ସିଏ ଯେମିତି ସନ୍ତୁଷ୍ଟ ହୁଏ, ଆଉ କୌଣସି ବାଟେ ସେଇଭଳି ପିଲା କେହି ସନ୍ତୁଷ୍ଟ କରିପାରିବେନି। କ୍ଷୀର ପାନ କରି ପିଲା ଯେମିତି ସନ୍ତୁଷ୍ଟ ହୁଏ ସେ ପ୍ରକାର ସନ୍ତୋଷ ଆଉ କୋଉଠି ମିଳେନି। ତେଣୁ